ଶୁଭୁଛି ନା? ହଁ ହଁ ଶୁଭୁଛି କୁହ। କଣ କରୁଛୁ? ଏଇ ତ ଏଇଠି ବସିଥିଲି ଆଉ। ଆଉ ମା ବାପା କଣ କରୁଛନ୍ତି? ଏଇ ତ ମା ବାବା ଏଇନେ ଖାଉଥିଲେ ବସି। ଖାଉଥିଲେ। ହୁଁ। ଗୋଟେ ଆଉ କଥା ତମେ କହିଲ। କଣ କରୁଛ? ମୁଁ ଏଇ ଆଇଲି ଏବେ ଅଫିସରୁ ଆଇଲି ଆଉ। ଖାଇଛ ନା ଆଜି? ହଁ ଏଇ କଣ ଗୋଟେ ସାଉଣ୍ଡ ହଉଛି? କୋଉଠି ଅଛୁ? ନାଇଁ ତ କିଛି ନାହିଁ। କୋଉଠି ନାଇଁ ଅଛୁ? ତ କିଛି ସାଉଣ୍ଡ ନାହିଁ। ଆରେ ନାଇଁ ତ କିଛି ସାଉଣ୍ଡ ହଉନି। ବ୍ୟାକଗ୍ରାଉଣ୍ଡ ରେ ସାଉଣ୍ଡ ମୁଁ ହଉଛି। ଘରେ ଅଛି। ବ୍ୟାକଗ୍ରାଉଣ୍ଡ ରେ ମୁଁ ସାଉଣ୍ଡ ଘରେ ହଉଛି। ଅଛି ପରା ରୁମ ରେ ଅଛି ପରା ଟିଭି ଟା ଲାଗିଛି ସାଉଣ୍ଡ ହଉଥିବ। ଟିଭିରେ ଏମିତି ମ୍ୟୁଜିକ ଲାଗୁଛି? ଆରେ ଆଡଭର୍ଟାଇଜ। ଆଚ୍ଛା ଆଚ୍ଛା। ଗୋଟେ କଥା ପଚାରିବାର ଥିଲା, ସତ କହିବୁ? ହଁ ପଚାରୁନ, ମୁଁ କଣ ତମକୁ କେବେ ମିଛ କହିଛି? ତମ ନାଁରେ ଯୋଉ କଥା ଗୁଡା ମୁଁ ଶୁଣିତେ ପାଉଛି। ମୋ ନାଁରେ କିଏ ତମକୁ କମ୍ପ୍ଲେନ ଦେଇଲା? ମୁଁ କିଏ ତ କିଛି କରିନି। କିଏ କମ୍ପ୍ଲେନ ଦେଇଛି ସିଏ ପଛ କଥା, ମୋ କଥା ଶୁଣ ପ୍ରଥମେ। କଣ ସେଇ ହୁଁ। ମୋବାଇଲରେ ସବୁବେଳେ ଲାଗି ରହୁଛ? କଥା ମୁଁ ତ କଣ? ମୁଁ 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 ତ ତମ କିଛି ଫୋନରେ ମୁଁ ତ କିଛି କରୁନି। ଶୁଣ, ମୁଁ ଯାହା କହୁଛି ଶୁଣ, ମୋ ମୁଣ୍ଡ ଗରମ କରନି। ତମକୁ ମୁଁ ମୁଁ ବାହା ହେଲି। ଗରମ କରିନି। ବାହା ହେଲି, ଘରକୁ ଆଣିଲି। ତୁ ଘରେ କଣ, ମୋ ମା ବାପାକୁ ଟିକେ ଖାଇତେ ପିଇତେ ଦବୁ, ଘର କାମ କରିବୁ। ହଁ ଟିକେ ବୋରିଂ ଲାଗିଲେ ଫୋନ ଟା ଦେଖିବୁ। ତୁ ଯଦି ମୋ ମା ବାପାକୁ ଖାଇତେ ନ ଦେଇକି ଯାହା ସବୁ କରୁଛୁ ସେ ଫୋନ ରେ, ଗାଁ ଲୋକ ଗାଁ କେତେ କଥା କହୁଛନ୍ତି। ମୋର ଟିକେ ଇଜ୍ଜତ ଅଛି ନା? ମୋ ମା ବାପାର କିଛି ଇଜ୍ଜତ ବୋଲି କିଛି ଅଛି ନା? ତୁ ସେ କଣ ମୁଁ ତମ ମା ବାପାଙ୍କୁ ଖାଇତେ ଦଉନି ନା? ମ ହଁ ଟିକେ ନାକୁ ରିଲ୍ସ କେତେବେଳେ କେମିତି କରିଦଉଛି ଟିକେ ଏଣ୍ଟରଟେନମେଣ୍ଟ ପାଇଁ। ମତେ ଜଣା ତୁ କେତେ କରୁଛୁ, ମତେ ଜଣା ସବୁ ହେଲା। ହଁ ଏମିତି କଥା। ତୁ ଯୋଉଟା କରୁଛୁ ଟିକେ ଭାବି ଚିନ୍ତି କରେ। ବୁଝିଲୁ? ଲୋକ ହୁଁ। ବାର କଥା ତେର ଦାଣ୍ଡରେ ପକେଇକି କହୁଛନ୍ତି, ଏଇଟା କଣ ଭଲ? ତୁ କଣ ଚାହୁଁଛୁ? ମୁଁ ତମକୁ କିଏ କହିଲା? ମତେ ଯିଏ କହିଲା ସେ କଥା ପର କଥା। ହୁଁ। ନିଜେ ନିଜକୁ ଠିକ କର, ତାପରେ କିଏ କହିଲା ନ କହିଲା ସେଇଟା କହିବ। ହୁଁ। ବୁଝିଲ? ତମେ ହୁଁ। ରିଲ୍ସ କରୁଛ ଯେ, ହଉ ଠିକ ଅଛି, ତମେ ଆଜିକାଲିର ଫ୍ୟାସନ ଝିଅ, ଠିକ ଅଛି ରିଲ୍ସ କରୁଛ। ଗୋଟେ ଲିମିଟ ଅଛି, ଲିମିଟ କ୍ରସ୍ କରନି। ମୁଁ ଚାହେଁ ସେଇଟା କ୍ରସ୍ କରନି। ତମେ ବି କିଛି ମୋ ଶୁଣ, କଥା କହୁଛି ମୋ ନା ମୁଁ। କଥା ମୋ କଥା ଟିକେ ଶୁଣ। କହ। କୁହ ରାଗିକି ଅଛ, କୁହ ଯାହା କହିବ। ରାଗିକି ଅଛ କଣ? ତୁ ତ କଥା କହୁଛୁ, ତ କାମ ତ ସେମିତି ନା। ମୋ ମୁଣ୍ଡ ଟା ଗରମ ହେଇକି ଅଛି ହେଲା। ଘରେ ବି ମୁଁ ଟିକେ ତମକୁ ବାହା ହେଲି ବୋଲି ଟିକେ ରିଲ୍ସ ବି କରିପାରିବିନି? ଟିକେ ଟିକେ ବାହା ହେଇଛୁ ନା, ବାହା ତ ହେଲୁ, ମୁଁ ମନା କରୁନି। ଗୋଟେ ଘରର ବାହାଟା ଅଧିକ ହେଇଛି, ରିଲ୍ସ ଟା ଟିକେ କରିଛି। ହଁ, କଥାଟା ଟିକେ ଭଲରେ ଶୁଣ। ଦେଖ, ଯାହା କରୁଛ ଟିକେ ଦେଖି ଚାହିଁକି କର, ଲିମିଟରେ ରୁହ। ମା ବାପାକୁ ଟିକେ ଭଲସେ କଥା ହୁଅ। ତୁ ମାନେ କଣ ବ୍ୟବହାର ଠିକ ଠାକ କରୁନ, ଖାଇତେ ପିଇତେ ବି ଠିକ ଠାକ ଦଉନ। ଯେମିତି ଗୋଟେ ଘରର ସଂସ୍କାରୀ ବୋହୂ, ତ ସିଏ ତ ଯାହା ହେଲା ମୋ ଭାଗ୍ୟରେ ଯାହା ଅଛି ମିଳିଛି, ମୁଁ ତାକେ ନେଇ କେମିତି ଖୁସିରେ ରହିବି। ତମେ ଟିକେ ଚାହୁଁଛ କଣ? ହଉ ତେବେ ଆଉ ରିଲ୍ସ କିଛି କରିବିନି, ଇନଷ୍ଟାଗ୍ରାମ କାଟିଦେବି, ମୋର ଦରକାର ନାହିଁ। ମୁଁ ମୋର ଚାହୁଁ ଦରକାର ନାହିଁ ଶୁଣ, ସେ ମୋ reels। କଥା ଶୁଣ, ମୁଁ ଚାହୁଁନି ତମ ଏମିତି କିଛି ହଉ, ତମକୁ ମନ କଷ୍ଟ ହଉ। ମୁଁ ଚାହୁଁଛି ଏସବୁ ଆଜି ବାହା ହେଲ, ପରେ ଏଗୁଡା ଠିକ ନୁହେଁ। ବାହାଘର ଆଗରୁ ଠିକ ଅଛି। ହଉ ଠିକ ଅଛି, ଭିଡିଓ ଯଦି କରୁଛ ଏମିତି ଭିଡିଓ କର, ମା ବାପା ବି ଖୁସି ହେବେ। ତମେ ହଁ କରୁଛ, ତମ ଫ୍ୟାସନ ଆଜିକାଲି କରୁଛ, ଠିକ ଅଛି। କିଛି ଏମିତି କିଛି କର, ଲୋକ ଖୁସି ହେବେ। ତମେ ଯେମିତି କରୁଛ ନା, ଯୋଉମାନେ ଖୁସି ହଉଛନ୍ତି, ମତେ ଜଣା ହେଲା। ମୁଁ ଚାହେଁନି ସେଇଟା। କେତେ ହଉ ଲୋକ ମୁଁ କେତେ ଇନଷ୍ଟାଗ୍ରାମ ମୁଁ ମୁଁ ଆଜିଠୁ ରିଲ୍ସ ବନ୍ଦ। ମୁଁ ରିଲ୍ସ କରିବିନି। ତମ ମା ବାପାଙ୍କୁ ଭଲସେ ଖାଇତେ ପିଇତେ ଦେବି। ତମ ଆସିକି ସବୁ କାମ କରିଦେବି। ଘରର ବି ସବୁ କାମ ମୋ କରିଦେବି କଥା ଓକେ। ଶୁଣୁ, ମୋ କଥା ଶୁଣୁ, ଏଇଟା ଫାଷ୍ଟ ଟାଇମ ନୁହେଁ। ମୁଁ ତତେ 2 ଥର ଏମିତି କହି ସାରିଲିଣି, ତଥାପି ବି ତୁ କରୁଛୁ। ଆଉ ତୁ କଣ ଏତେ ରାତି ଯେ ଚାହୁଁଛୁ କଣ? ରାତିରେ ମୁଁ ଘରେ ନାହିଁ ବୋଲି ତୁ ସବୁ ଏଇଭଳିଆ କାମ କରୁଛୁ?
କଥା କହ। ମୁଁ କିଛି କହିଲିନି। ତୁ ବଡ ସାଉଣ୍ଡ ଦେଇକି ମୁଭି ଦେଖୁଛୁ କଣ ଏସବୁ? ହେଡଫୋନ ଟା ଖରାପ ହେଇଯାଇଛି କଣ ମାନେ ହେଡଫୋନ ଦବା ଦିନ ଯାକ କାମ କରିବି ବୋଲି ରାତିରେ ଟିକେ ମୁଭି ଦେଖିକି ମାଇଣ୍ଡ ଫ୍ରେଶ ବି କରିପାରିବିନି। ମୋ ଘର ତ ଯେତିକି କାମ ମତେ ଜଣା ହେଲା, ତମେ ମତେ ଆଉ ପାଠ ପଢାଅନି ହେଲା। ହଁ ହଁ, କେବେ ଘରକୁ ଆସିକି ଘରର ଗୋଟେ ଦିନ କାମ କରି ଦେଖ, ତାପରେ ମତେ କହିବ। ଛାଡ ତମେ ଠିକ ଠାକ ରୁହ, ମୁଁ ଚାହୁଁଛି ଏତିକି। ତମ ସହିତ କଳି କରିକି ମୋର ଲାଭ ନାହିଁ କିଛି। ମୋ ଭାଗ୍ୟରେ ଯାହା ଅଛି ତାକୁ ନେଇକି ମୁଁ ଚଳିବି, ବୁଝିଲୁ। ତମ ମା ବାବା ମତେ ଖୋଜିକି ଆଣିଥିଲେ, ଆଉ ତମେ ମୋ ବାବା ବି ତମକୁ ଖୋଜିକି ଆଣିଥିଲେ। ଏଥିରେ ଭାଗ୍ୟର କଥାଟା କୋଉଠି ଆସିଲା? ମୋ ଭାଗ୍ୟ ତ ଖରାପ। ତମେ ଇନଡାଇରେକ୍ଟଲି କଣ କହିବାକୁ ଚାହୁଁଛ? ମୁଁ ତମର ଗୋଟେ କଣ୍ଟା, ମାନେ ତମେ ବାହା ହେଇକି ତମେ ଭୁଲ କରିଛ। ନାଇଁ, ତମେ ଇନଡାଇରେକ୍ଟଲି କହୁଛ ମତେ ବାହା ହେଇକି ତମେ ବଡ ଭୁଲ କରିଦେଇଛ। ଭୁଲ ତ ହେଇଛି, ମତେ ବି ଜଣା ପଡୁଛି ଭୁଲ ହେଇଯାଇଛି ମୋ ଦ୍ଵାରା। ଆଉ ଭୁଲ ଆଉ କିଛି କ୍ଷମା ନାହିଁ, ଆଉ କିଛି କରିହବନି। ମୁଁ ତମକୁ ହାତ ଯୋଡୁଛି, ଟିକେ ଠିକ ଠାକ ରୁହ, ଆଉ ଟିକେ ସମସ୍ତଙ୍କୁ ଟିକେ ସମ୍ମାନ ଦିଅ, ଆଉ ଘରର ବୋହୂ ଭଳିଆ ହେଇକି ରୁହ ହେଲା। ହଁ, ରହିବି। ଆଉ ତୋର ସେଦିନ କିଏ ଗୋଟେ ଭାଇ ଆଇଥିଲା? ମୋର କେହି ଭାଇ କେହି ଆସିନଥିଲା ତ। ହଁ, ମୋ ମା କହୁଥିଲା ଯେ ସେ କକା ପୁଅ ନା ଭାଇ ପୁଅ, ଇଏ ମାମୁଁ ପୁଅ। ସେ ମାମୁଁ ପୁଅ। ତୁ ଏବେ ଯେ କହିଲୁ କିଛି ସମୟ ଆଗରୁ କେହି ଆସିନଥିଲେ। ତମେ ପରା କହିଲ ମା ଜାଣିଥିଲେ ବୋଲି। ମା ଜାଣିଥିଲେ, ତୁ କାହିଁକି ମନା କଲୁ ଏ କଥା? ମୁଁ ଆଜି ଟିକେ ଫୋନ କରେ ଇଏକୁ ହେଲା। ମୁଁ ତମ ଘରକୁ ଆଜି ଫୋନ କରେ, କଥାବାର୍ତ୍ତା ହେଲା ପରେ ତୋ କଥା ମୁଁ ବୁଝିବି। ଘରକୁ କାହିଁକି ଫୋନ କରିବ? ନା ତୋ ବାବା ଜାଣିଲେ ମତେ ମାରିଦେବେ। ମୁଁ ବୁଝିମି, ତୁ ସୁଧୁରି ଯା, ନହେଲେ ମୁଁ ତମକୁ ଗୋଟେ ସପ୍ତାହ ଟାଇମ ଦଉଛି। ସୁଧୁର, ନହେଲେ ତମ ଘରକୁ ଫୋନ ଯିବ। ନା, ମୁଁ ଆଜିଠୁ ସୁଧୁରି ଗଲି ପରା। ତମ ଘର ଲୋକ କେମିତି ତମେ ନିଜେ ଜାଣିଥିବ। ସିଏ କଣ ବାଟ କରିବେ ସେମାନେ ଜାଣିଛନ୍ତି ହେଲା। ନା, ଏତେ ବାଟ କଥା ନାହିଁ। ତମର ମୋର କଥା ହେଇଛି ହବ ନା। ମୁଁ ଆଉ କିଛି ଭୁଲ ଆଉ ରିଲ୍ସ କରିବିନି, କିଛି କରିବିନି। ଏଇଠି ବନ୍ଦ ହବ ତ? ସରି। ଏଇଟା ମୋ ଲାଷ୍ଟ କଥା ହେଲା, ମନେ ରହିବା ଦରକାର। ଆଉ କଣ କହୁଛୁ? ନାଇଁ, କିଛି ନାହିଁ। ଆଉ ଘରେ ପଇସା ପତ୍ର ଅଛି? ଅଛି। ଆଉ ଗୋଟେ ତୁ କଣ ସବୁ ତୁ ଗୋଟେ କଥା ଜାଣିଛୁ ନା, ଆଜି ତତେ ମୁଁ କହୁଛି ଶୁଣେ। ତୋର ଫ୍ଲିପକାର୍ଟ ଆଇଡି ମୋ ପାଖରେ ଲଗଇନ ଅଛି, ଏଇଟା ଜାଣିଛୁ ନା? କେତେବେଳେ ନେଲ ମୋ ଫୋନ? କେତେବେଳେ ନେଲି? କଣ ସବୁ ଅର୍ଡର କରାହଉଛି, ପଇସା ସିନା ମୁଁ ଇନକମ କରିକି ଦଉଛି, ତମେ ସେଠି ଅର୍ଡର ଉପରେ ଅର୍ଡର ମାରି ଚାଲିଛ। ହଁ, ଦରକାର ଜିନିଷ ତ ଅର୍ଡର କରୁଛି, ଫାଲତୁରେ ତ ତମ ପଇସାରେ ନିଆଁ ଲଗଉନି ନା। ଓହୋ, ମତେ ଜଣା ସବୁ ତମେ ସବୁ କଣ ସବୁ ଅର୍ଡର କରୁଛ। ହଁ, ମୋ ସ୍ୱାମୀ ପଇସାରେ ମୁଁ ଅର୍ଡର କଲି, କଣ ହେଇଗଲା କି? ହଉ, ଟିକେ ଦେଖି ଯାଇକି କର। ମୋର ବି ଟିକେ ପଇସା ପତ୍ରରେ ଟିକେ ପ୍ରୋବ୍ଲେମ ହଉଛି। ମୁଁ ତମକୁ କିଛି କହିବି। ପଇସା ସବୁ ଖାଇଯାଉଛି। ଆଉ ଯେଇ ବାଟି ହଉ ଗୋଟେ ପ୍ରକାର ଖାଉଛ ନା ଖାଉନ? କଣ କହିବାକୁ ଚାହୁଁଛି? ତମେ ଏତେ ଯଦି ଇଏ କରିବାର ଥିଲା, ଆରେଞ୍ଜ ମ୍ୟାରେଜ କାଇଁ କରୁଥିଲ? ଲଭ୍ ମ୍ୟାରେଜ କଲନି? ପୁଣି ସେଇ କଥା। ତୁ ମତେ ଏବେ ଛାଡିକି ଯିବୁ କି? ମୁଁ ପୁଣି ଲଭ୍ ମ୍ୟାରେଜ କରିବି? କାଇଁ, ପସନ୍ଦ ନୁହଁ? ଏଇ ତୁ ଅଧିକା କଥା କହନି, ମୋ ମୁଣ୍ଡ ଟା ଗରମ କରନି, ନହେଲେ ଘରକୁ ଯାଇକି ତୋ କଥା ମୁଁ ବୁଝିବି ଭଲସେ। ମୁଁ ରାଗିଛି ତମ ଉପରେ। କଥା ରାଗିଛୁ? ରଖ ଫୋନ। ଅଧିକା କଥା ତ ସବୁବେଳେ ଯାହା ତ ଘରେ ସବୁ ତାଣ୍ଡବ ଚଲେଇଛୁ ନା। ହଉ, ଟାଟା। ଟାଟା? ରିଲ୍ସ କରିବୁ ଯା, ଟାଟା। ହଉ, ଯାଉଛି। ଆଉ ଲାଷ୍ଟ ଗୋଟେ ରିଲ୍ସ କରିଦେବି। ଗୁଇଠା ଗୋଟେ ଫୋନ ଭିତରେ ପଶିକି ମାରିଦେମି, ଏକାଥରେ ଇଏ ହେଇଯିବୁ ତୁ। ରାଗନି, କୁଲ୍। ମୁଁ ଏଇ 15 ତାରିଖ ଟିକେଟ କାଟିକି ଯାଉଛି, ତୁ ରଖ।